हेलो पिलामाने जय जगन्नाथ केमती अछरे समस्ते भल अछ तो आशा करुछि समस्ते भलरे थिबो मन देई पाठ पढुथुबो जिए भी जेउ समय रे एही क्लास टिकु देखुछो समस्तंकु गुड मॉर्निंग गुड आफ्टरनून आउ गुड इवनिंग पिलामाने पूर्व क्लास रे आमे एक कंक्रीट एग्जांपल भल भाबरे बुझितिले एवं तारो प्रश्न उत्तर गुडी को मध्य बहुत सहज उपाय रे करितिले आजि आमे आरंभ करिबाकू जाउछे तुम इंग्राजी बहिर तृतीय अध्याय बा थर्ड चैप्टर जहार ना हेउची विजडम पेव्स द वे। जानिछ पिलामाने एही चैप्टर अर्थ कौन बा एही चैप्टर माने कौन? विजडम माने हेउची पिले बुद्धि बा ज्ञान आउ पेव्स द वे माने हेउची बाट काढिबा। आमे बुद्धि बଳରେ केमिति कठिनरू कठिनतम परिस्थिति रे मध्य ताकू सामना करि परिबा किंबा किछि सॉल्यूशन काढी देई परिबा सेईटा आज आमे एही चैप्टर माध्यम रे शिखिबा। तेबे पिला माने गपटी पढ़िबा समय रे जेते भी सबु कठिन शब्द आसीबो सेगुडिको निज निज खाता रे नोट करि नेबो जहा द्वारा प्रश्न उत्तर गुडिकु करिबा समय रे तुमकु सहज लागिबो। तेबे डेरी न करी खाता पेन बाहर करो एवं मो सहित करी करी चालो। कौन कहउछ पिले आरंभ करिबा तो चालो। पिलामाने चैप्टर टीर ना हेउची विजडम पेव्स द वे। बुद्धि ही सफलतार रास्ता तैयारी करे बा बुद्धि बଳରେ ସବୁ କାମ ସହଜ ହୁଏ। ପିଲାମାନେ ଏଇ ଯେଉଁ ୱିଜଡମ୍ ପେଭ୍ସ ଦ वे ୱିଜଡମ୍ର ମାନେ ହେଉଛି ବୁଦ୍ଧି ବା ଜ୍ଞାନ ଏବଂ ପେଭ୍ସ ଦ वे ମାନେ ପିଲେ ତୁମ ପାଖରେ ଯଦି ବୁଦ୍ଧି ଅଛି ତେବେ ତୁମେ ତୁମ ଜୀବନର ଯେକୌଣସି କଠିନ ପରିସ୍ଥିତି ଆସୁ ତାକୁ ସହଜରେ ପାର କରିପାରିବ। ପେଭ୍ସ ଦ ୱେର ମାନେ ହେଉଛି ରାସ୍ତା ସହଜ କରିବା। ତେବେ ପିଲାମାନେ ଗପଟି ପଢ଼ିବା ପୂର୍ବରୁ ବହିରେ ଦିଆଯାଇଥିବା କିଛି ମଜାଦାର ଆକ୍ଟିଭିଟି କରିବା। କ'ଣ ପଚାରିଛି? ହ୍ୱାଇ ଡୁ ୱି ସିକ୍ ଏଡଭାଇସ୍ ଅଫ୍ ଦ ଏଲ୍ଡରଲି ଇନ୍ ଆୱାର ଫ୍ୟାମିଲି? ସେୟାର ୟୋର ଥଟ୍ସ ୱିଥ୍ ୟୋର କ୍ଲାସମେଟ୍ସ ଏଣ୍ଡ ଟିଚର। ଏଇଠି ପଚାରିଲା ପିଲାମାନେ ଆମେ ଘରେ କିଛି ଅସୁବିଧା ହେଲେ ଜେଜେବାପା ଜେଜେମା ବାପା ମା ତାଙ୍କ କଥା ଶୁଣୁ ତାଙ୍କୁ ଆମେ ପଚାରୁ। କାହିଁକି ପଚାରୁ? କାରଣ ସେମାନଙ୍କର ଜୀବନର ବହୁତ ଅଭିଜ୍ଞତା ଅଛି। ସେମାନେ ଆମଠାରୁ ଦୁନିଆକୁ ଅଧିକ ଦେଖିଛନ୍ତି। ତେଣୁ ସେମାନଙ୍କ ପାଖରେ ଠିକ୍ ଭୁଲର ବେଶୀ ବୁଦ୍ଧି ଅଛି, ଠିକ୍ ଭୁଲ ବିଚାର କରିବାର ବେଶୀ ପାରଙ୍ଗମତା ଅଛି। ତେଣୁ ଆମେ ତାଙ୍କୁ ସମସ୍ତ ପ୍ରକାର ପ୍ରଶ୍ନ ସବୁ ପଚାରୁ। ତାପରେ ଦେଖ ପିଲେ, ନଲେଜ ଇଜ୍ ଏବାଉଟ୍ ଲର୍ଣ୍ଣିଂ ଫ୍ୟାକ୍ଟସ୍ ଏଣ୍ଡ ଇନଫର୍ମେସନ୍ ହ୍ୱାଇଲ୍ ୱିଜଡମ୍ ଇଜ୍ ଏବାଉଟ୍ ୟୁଜିଂ ଦ୍ୟାଟ୍ ନଲେଜ ୱିଥ୍ ଗୁଡ୍ ଜଜମେଣ୍ଟ। ପିଲାମାନେ ଏହି ସେକେଣ୍ଡ ଲାଇନଟି ବହୁତ ଇମ୍ପୋର୍ଟାଣ୍ଟ, ମନ ଦେଇକି ବୁଝ। ଏଇଠି ଆମକୁ କହିଲା ନଲେଜ ଏବଂ ୱିଜଡମ୍ ଭିତରେ ଫରକ କ'ଣ, ତଫାତ କ'ଣ? ମନେକର ପିଲେ ତୁମେ ବହିରୁ ପଢ଼ିକି ଜାଣିଲ ସାଇକେଲ କେମିତି ଚଲାନ୍ତି, ଏଇଟା ହେଉଛି ତୁମ ପାଇଁ ନଲେଜ। କିନ୍ତୁ ଭିଡ଼ ରାସ୍ତାରେ କେମିତି ତୁମେ ସାଇକେଲ ଚଲେଇଲ, କେମିତି ବ୍ରେକ୍ ମାରିଲ, ସାଇକେଲକୁ ସୁରକ୍ଷିତ ଭାବରେ ଚଲେଇଲ, ସେଇଟା ହେଉଛି ୱିଜଡମ୍। ବହି ପଢ଼ି ମନେ ରଖିବା ହେଉଛି ନଲେଜ, କିନ୍ତୁ ପ୍ରକୃତ ଜୀବନରେ ତାର ବ୍ୟବହାର କରିବା ହେଉଛି ୱିଜଡମ୍। ବୁଝିହେଲା ନା ପିଲେ? ସେମିତି ଏଠି କିଛି ଆମକୁ ଆକ୍ଟିଭିଟି ଦେଇଛି ଯାହାକି ପଚାରିଛି ୱିଜଡମ୍ ହେବ ନା ନଲେଜ ହେବ। ଏଇଠି ଆମକୁ 6ଟି ସେଣ୍ଟେନ୍ସ ଦେଇଛି। ପ୍ରତ୍ୟେକ ସେଣ୍ଟେନ୍ସକୁ ପଢ଼ିକି ଆମେ ବୁଝିବା ଏବଂ ଲେଖିବା ଏହା ୱିଜଡମ୍ରେ ଯାଉଛି ନା ନଲେଜରେ ଯାଉଛି। ଏଇ ଟେବୁଲଟିକୁ ଫିଲ୍ଅପ୍ କରିବା। ପିଲାମାନେ ନମ୍ବର 1 କହିଲା ରିୟାଜ ଅଣ୍ଡରଷ୍ଟାଣ୍ଡିଂ ଅଫ୍ ପ୍ଲାଣ୍ଟ କେୟାର ହେଲ୍ପ ହାର୍ ଗ୍ରୋ ଏ ହେଲ୍ଦି ଭେଜିଟେବୁଲ ଗାର୍ଡେନ ଇନ୍ ହାର୍ ବ୍ୟାକୟାର୍ଡ। ପିଲାମାନେ ଗଛର ଯତ୍ନ କେମିତି ନିଆଯାଏ ସେ ବିଷୟରେ ରିୟାର ଧାରଣା ଥିବାରୁ ସେ ତାର ବାଡ଼ିରେ ଗୋଟିଏ ସୁନ୍ଦର ପରିବା ବଗିଚା କରିପାରିଲା। ଏଠାରେ ରିୟା ଗଛ ବିଷୟରେ ଜାଣିଛି, ତେଣୁ ଏହା ନଲେଜ ଘରେ ଯିବ। ତେଣୁ 1 ନମ୍ବର ଆମେ ନଲେଜରେ ଲେଖିଲେ। ବୁଝିପାରିଲ ନା ପିଲେ? ସେମିତି ମିଷ୍ଟର କୁମାର ଭ୍ୟାଲୁଜ୍ ଟାଇମ୍ ୱିଥ୍ ଫ୍ୟାମିଲି ଓଭର ଚେସିଂ ୱେଲ୍ଥ। ପିଲାମାନେ ମିଷ୍ଟର କୁମାର ବୋଲି ଜଣେ ଲୋକ, ସେ ଟଙ୍କା ପଛରେ ନ ଗୋଡ଼ାଇ ପରିବାର ସହ ସମୟ ବିତାଇବାକୁ ଅଧିକ ଇମ୍ପୋର୍ଟାନ୍ସ ଦିଅନ୍ତି ବା ଅଧିକ ଗୁରୁତ୍ୱ ଦିଅନ୍ତି। ଏହା ହେଉଛି ଜୀବନର ଗୋଟିଏ ବଡ଼ ସତ୍ୟକୁ ବୁଝିବା। ଲୋକମାନେ କ'ଣ କରନ୍ତି? ପଇସା ପଛରେ ଗୋଡ଼େଇ ଗୋଡ଼େଇ ପରିବାରକୁ ଛୁଆ ପିଲାମାନଙ୍କୁ କିଛି ବି ଟାଇମ୍ ଦିଅନ୍ତି ନାହିଁ, ଯାହାକି ବହୁତ ବଡ଼ ଭୁଲ ଏବଂ ସେଇଟା ମିଷ୍ଟର କୁମାର ବୁଝିପାରିଛନ୍ତି, ଯେଉଁଟାକି ପ୍ରକୃତ ଜ୍ଞାନ।
ତେଣୁ ଏଇଟା ପିଲେ ୱିଜଡମ୍ରେ ଯିବ। ତେଣୁ 2 ନମ୍ବର ଆମେ ୱିଜଡମ୍ରେ ଲେଖିବା। ବୁଝି ହେଉଛି ନା ପିଲେ? ନମ୍ବର 3 କହିଲା କରୁଣାସ୍ ଏକ୍ସପର୍ଟାଇଜ୍ ଇନ୍ କମ୍ପ୍ୟୁଟର ପ୍ରୋଗ୍ରାମିଂ ହେଲ୍ପ ହାର୍ ଡେଭଲପ୍ ଏ ସକ୍ସେସଫୁଲ୍ ଆପ୍। କରୁଣାର କମ୍ପ୍ୟୁଟର ଜ୍ଞାନରେ ଦକ୍ଷତା ଥିବାରୁ ବା କମ୍ପ୍ୟୁଟର ପ୍ରୋଗ୍ରାମିଂରେ ଦକ୍ଷତା ଥିବାରୁ ସେ ଗୋଟିଏ ସଫଳ ଆପ୍ ତିଆରି କରିପାରିଲା। ପ୍ରୋଗ୍ରାମିଂ ଗୋଟିଏ ଟେକ୍ନିକାଲ ସ୍କିଲ୍ ବା ଶିଖିବାର ତଥ୍ୟ, ତେଣୁ ଏଇଟା ନଲେଜରେ ଯିବ। ସେ ପଢ଼ିକି ଜାଣିଛି, ତେଣୁ 3 ନମ୍ବରଟା ନଲେଜରେ ଯିବ। 4 ନମ୍ବର କହିଲା ରୋହନ ଅଣ୍ଡରଷ୍ଟୁଡ୍ ଦ ଭ୍ୟାଲ୍ୟୁ ଅଫ୍ ଟାଇମ୍ ମ୍ୟାନେଜମେଣ୍ଟ ଏଣ୍ଡ କ୍ରିଏଟେଡ୍ ଏ ଟାଇମ୍ ଟେବୁଲ୍ ଟୁ କମ୍ପ୍ଲିଟ୍ ହିଜ୍ ଆସାଇନମେଣ୍ଟ ସିଷ୍ଟମେଟିକାଲି। ପିଲାମାନେ ରୋହନ ସମୟର ମୂଲ୍ୟକୁ ବୁଝିପାରିଲା ଏବଂ ନିଜର ସବୁ ପାଠପଢ଼ା କାମ ଠିକ୍ ସମୟରେ ସାରିବା ପାଇଁ ଗୋଟିଏ ଟାଇମ୍ ଟେବୁଲ୍ ତିଆରି କଲା। ସମୟର ମୂଲ୍ୟ ବୁଝି ତାକୁ କାମରେ ଲଗାଇବା ହେଉଛି ବୁଦ୍ଧିମାନର କାମ। ତେଣୁ ଏଇଟା ପିଲେ ୱିଜଡମ୍ରେ ଯିବ। ଠିକ୍ ନା ନାହିଁ? 5 ନମ୍ବର କ'ଣ କହିଲା? ରମେଶ ଚୁଜ୍ ଟୁ ଫରଗିଭ୍ ହିଜ୍ ଫ୍ରେଣ୍ଡ ଫର୍ ଏ ମିସ୍ଅଣ୍ଡରଷ୍ଟାଣ୍ଡିଂ। ରମେଶ ଗୋଟିଏ ଭୁଲ ବୁଝାମଣା ପାଇଁ ନିଜ ସାଙ୍ଗକୁ କ୍ଷମା କରିଦେବାକୁ ସ୍ଥିର କଲା। ସାଙ୍ଗକୁ କ୍ଷମା କରିବା ପାଇଁ ବଡ଼ ହୃଦୟ ଆଉ ବୁଦ୍ଧି ଦରକାର, ଯାହାଦ୍ୱାରା ସମ୍ପର୍କଟା ରହିଯାଏ ବା ସମ୍ପର୍କଟା ଭାଙ୍ଗେନି। ତେଣୁ ଏହା ୱିଜଡମ୍ରେ ଯିବ। ତେଣୁ ଆମେ 5 ନମ୍ବରଟା ୱିଜଡମ୍ରେ ଲେଖିବା। 6 ନମ୍ବର କହିଲା ପିଲେ ମିସେସ୍ ବୈଜୟନ୍ତୀ ଡେଲିଭର୍ଡ ଏ ଲେକ୍ଚର ଅନ୍ ଇଣ୍ଡିଆନ୍ କ୍ଲାସିକାଲ ମ୍ୟୁଜିକ୍ ଏଟ୍ ଦ କଲଚରାଲ ଫେଷ୍ଟିଭାଲ। ମିସେସ୍ ବୈଜୟନ୍ତୀ ସାଂସ୍କୃତିକ ଉତ୍ସବରେ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ଉପରେ ଗୋଟିଏ ଭାଷଣ ଦେଲେ, ଯାହାକି ନଲେଜରେ ଯିବ। ସେ ଗୋଟିଏ ଭାଷଣଟାକୁ ଡେଲିଭର କଲେ, ତେଣୁ ଏଇଟା ନଲେଜରେ ଯିବ। 6 ନମ୍ବର ଆମେ ନଲେଜରେ ଲେଖିବା। ବୁଝି ହେଉଛି ନା ପିଲେ? ନେକ୍ସଟ ଦେଖିବା। ପିଲାମାନେ ଏବେ 3 ନମ୍ବର ଆକ୍ଟିଭିଟିଟିକୁ ଦେଖ। ଅବଜର୍ଭ ଦ ପିକ୍ଚର କେୟାରଫୁଲି। ଧ୍ୟାନର ସହ ଛବିଟିକୁ ଦେଖ ବା ଫଟୋଟିକୁ ଦେଖ। ହ୍ୱାଟ୍ ଡୁ ୟୁ ଥିଙ୍କ ମାଇଟ୍ ହେଭ୍ ହେପେଣ୍ଡ। ତୁମକୁ କ'ଣ ଲାଗୁଛି ଏଠାରେ କ'ଣ ଘଟିଥାଇପାରେ? ସେୟାର ୟୋର ଆନ୍ସର୍ସ ୱିଥ୍ ୟୋର କ୍ଲାସମେଟ୍ସ ଏଣ୍ଡ ଟିଚର। ଦେଖ ପିଲାମାନେ, ଏଠାରେ ଗୋଟିଏ ଗାଁର ମାଟି ଘର ଅଛି, କିନ୍ତୁ ଘରର କାନ୍ଥ ଗୁଡ଼ିକ ଲକ୍ଷ୍ୟ କର, ମଝିରେ ମଝିରେ ଫାଟ ସୃଷ୍ଟି ହେଇଛି। ଝରକାର କାନ୍ଥ ମଧ୍ୟ ଏଇଠୁ ଭାଙ୍ଗି ଯାଇଛି। ଘର ବାହାରେ କିଛି ଲୋକ ଠିଆ ହୋଇ ଚିନ୍ତିତ ଅଛନ୍ତି ଏବଂ ପରସ୍ପର ଭିତରେ କଥାବାର୍ତ୍ତା ହେଉଛନ୍ତି। ଗଛ ଉପରେ ଗୋଟିଏ ବିଲେଇ ବସିଛି, ଯାହାକି ଏଇ ଲୋକମାନଙ୍କୁ ଦେଖୁଛି ନା ଆମକୁ ଦେଖୁଛି? କ'ଣ ଲାଗୁଛି ରେ? ତୁମକୁ କ'ଣ ଲାଗୁଛି ଏଠାରେ କ'ଣ ଘଟିଥାଇପାରେ? ଘରର କାନ୍ଥ ଗୁଡ଼ିକ କାହିଁକି ଫାଟିଯାଇଛି? କ'ଣ ହେଇଥିବ ପିଲେ? ମୋତେ ଲାଗୁଛି ଏଇଠି ଗୋଟିଏ ଭୂମିକମ୍ପ ହେଇଥାଇପାରେ, ଯାହାଦ୍ୱାରା ଘରର କାନ୍ଥ ଗୁଡ଼ିକରେ ଫାଟ ସୃଷ୍ଟି ହେଇଛି। ଏବଂ ଆଉ ଗୋଟିଏ ପିଲେ ଦେଖ, ମାଙ୍କଡ଼ ଗୋଟିଏ ବସିଛି। କ୍ୟୁଟ୍ ମାଙ୍କଡ଼ଟା ନାହିଁ? ଠିକ୍ ଅଛି, ନେକ୍ସଟ ଦେଖିବା। ପିଲାମାନେ ଆମେ ତେବେ କିଛି ଆକ୍ଟିଭିଟି କଲେ। ଏବେ ଆମେ ଗପଟିକୁ ପଢ଼ିବା ଆରମ୍ଭ କରିବା। ଏହି ଗପଟି ଗୋଟେ ଡ୍ରାମା ବା ନାଟକ ଶୈଳୀରେ ଲେଖାଯାଇଛି। ତେଣୁ ପ୍ରଥମେ ଆମେ ଜାଣିବା ଏଇ ଗପରେ କେଉଁ କେଉଁ ଚରିତ୍ର ବା କେଉଁ କେଉଁ କ୍ୟାରେକ୍ଟର ସବୁ ଅଛନ୍ତି। ପ୍ରଥମେ ଦ କିଙ୍ଗ ଅଫ୍ ଉଜେନ୍। ଉଜେନର ରାଜା ଏ ୟଙ୍ଗ କିଙ୍ଗ, ଜଣେ ଯୁବକ ରାଜା ଅଟନ୍ତି। ଫର୍ ୟଙ୍ଗ ମେନ୍, 4 ଜଣ ଯୁବକ, ଯାହାଙ୍କର ନାଁ ହେଉଛି ରାମଦତ୍ତ, ଶିବଦତ୍ତ, ହରଦତ୍ତ ଏଣ୍ଡ ଦେବଦତ୍ତ। ଆମେ ଓଡ଼ିଆରେ କହିପାରିବା ରାମଦତ୍ତ, ଶିବଦତ୍ତ, ହରଦତ୍ତ ଏବଂ ଦେବଦତ୍ତ। ଦ ମର୍ଚେଣ୍ଟ, ଜଣେ ବ୍ୟବସାୟୀ ଏବଂ ଟୁ ସେଣ୍ଟ୍ରାଇଜ। ସେଣ୍ଟ୍ରାଇଜ ମାନେ ପିଲେ 2 ଜଣ ଜଗୁଆଳି ବା ଯେଉଁମାନେ ଦ୍ୱାରରେ ଜଗିଥାନ୍ତି, ଦ୍ୱାରପାଳ ବୋଲି କହିପାରିବା। 2 ଜଣ ଜଗୁଆଳି ମଧ୍ୟ ଅଛନ୍ତି। ପିଲାମାନେ ସ୍କ୍ରିନ୍ ଉପରେ ତୁମମାନଙ୍କୁ ହାର୍ଡ଼ୱାର୍ଡ଼ ଶୋ କରୁଥିବ। ମୁଁ ବୁଝେଇ ସାରିବା ପରେ ଭିଡ଼ିଓକୁ ପଜ୍ କରିବ ଏବଂ କଠିନ ଶବ୍ଦ ଗୁଡ଼ିକର ଅର୍ଥ ଗୁଡ଼ିକୁ ନିଜ ଖାତାରେ ନୋଟ୍ କରିବ। କରିବ ନା ପିଲେ? ତାପରେ ପିଲେ ସେଟିଂ। ସେଟିଂ ମାନେ ହେଉଛି ପରିବେଶ ବା ଦୃଶ୍ୟପଟ। ସିନ୍ 1 ଯେତେବେଳେ ହେଲା ବା ସିନ୍ 1 ଯେତେବେଳେ ଆମେ ପଢ଼ିବା, ସିନ୍ 1ର ପରିବେଶ କେମିତିକା ଅଛି? କେମିତି ଅଛି ତେବେ? ଏ ରୋଡ଼ ଲିଡ଼ିଂ ଟୁ ଉଜ୍ଜୈନ। ଗୋଟିଏ ଲମ୍ବା ରାସ୍ତା ଉଜ୍ଜୈନକୁ ଯାଇଛି। କେମିତି ଯାଇଛି ପିଲେ? ଏଇଟା ଦେଖ।
ଉଜ୍ଜୈନକୁ ଯାଇଛି। ଭିଜିବୁଲ୍ ଇନ୍ ଦ ଡିଷ୍ଟାନ୍ସ, ଯାହାକି ଦୂରରୁ ଦେଖାଯାଉଛି। ଲେଟର୍ ଦ କିଙ୍ଗସ୍ କୋର୍ଟ, ତାପରେ ରାଜାଙ୍କ ଦରବାର ଅଛି। ଏଡ୍ରନ୍ଡ ୱିଥ୍ ରିଚ୍ ଟ୍ରେପଷ୍ଟ୍ରାଇଜ୍, ଟଲ୍ ପିଲର୍ସ ଏଣ୍ଡ ରିଗାଲ୍ ଡେକୋର, ରାଜଦରବାରଟି କେମିତି ପିଲେ? ବହୁତ ସୁନ୍ଦର ଭାବରେ ସଜାଯାଇଛି। ସେଥିରେ ଦାମୀ କାରୁକାର୍ଯ୍ୟ ଅଛି। ବିଭିନ୍ନ ପ୍ରକାର ସୁନ୍ଦର ସୁନ୍ଦର ପରଦା ଲାଗିଛି। ବଡ଼ ବଡ଼ ଖୁଣ୍ଟ ଅଛି। ବୁଝିହେଇଛି ନା ପିଲେ? ଦ ଟାଇମ୍ ଇଜ୍ ମିଡ୍ ଡେ, ଏଇଟା ଗୋଟିଏ ଖରାବେଳର ସମୟ। ବୁଝିହେଇଛି ନା ପିଲେ? ଏବେ ଆମେ ଦେଖିବା ସିନ୍ 1ଟି କେମିତି ଅଛି। ପିଲାମାନେ, ଏବେ ଆମର ପ୍ରଥମ ସିନ୍ ଆରମ୍ଭ ହେଉଛି। ସିନ୍ର ନାଁ ହେଉଛି ଦ ରୋଡ୍ ଟୁ ଉଜ୍ଜୈନ, ଉଜ୍ଜୈନକୁ ଯାଇଥିବା ରାସ୍ତା। ବହିରେ ପିଲେ ଏଇ ବ୍ରାକେଟ୍ ଭିତରେ ଯେଉଁ ଧାଡ଼ିଗୁଡ଼ିକ ଲେଖାଯାଇଛି ସେଥିରେ ଏଇ ସିନ୍ର ପରିବେଶ କେମିତି ଅଛି ତାହା ବର୍ଣ୍ଣନା କରୁଛି। ଚାଲ ତାକୁ ଗୋଟିଏ ଗୋଟିଏ କରି ବୁଝିବା। ଫୋର୍ ୟଙ୍ଗ ମେନ୍ ରାମଦତ୍ତ, ଶିବଦତ୍ତ, ହରଦତ୍ତ ଏଣ୍ଡ ଦେବଦତ୍ତ ଆର୍ ୱାକିଂ ଏଲଙ୍ଗ ଏ ଡଷ୍ଟି ରୋଡ୍ ଲିଡିଂ ଟୁ ଉଜ୍ଜୈନ। ଦେଖ ପିଲାମାନେ, ଚିତ୍ରରେ ଦେଖାଯାଉଥିବା ଏହି ଚାରିଜଣ ଯୁବକ ରାମଦତ୍ତ, ଶିବଦତ୍ତ, ହରଦତ୍ତ ଏବଂ ଦେବଦତ୍ତ। ସେମାନେ ଉଜ୍ଜୟିନୀକୁ ଯାଇଥିବା ଗୋଟିଏ ଧୂଳିଆ ରାସ୍ତାରେ ଚାଲି ଚାଲି ଯାଉଛନ୍ତି। ଦେ ଏପିଆର ଟ୍ରାଭେଲ୍ ୱନ୍ but resolute, their eyes fixed on the city that looms ahead। ପିଲାମାନେ, ସେମାନେ ବହୁତ ବାଟ ଚାଲି ଚାଲି ଆସିଥିବାରୁ ବହୁତ ଥକି ପଡ଼ିଛନ୍ତି। ଟ୍ରାଭେଲ୍ ୱନ୍, କ୍ଳାନ୍ତ ଅନୁଭବ କରୁଛନ୍ତି। କିନ୍ତୁ ରିସଲ୍ୟୁଟ୍, ସେମାନେ ହାର ମାନି ନାହାନ୍ତି। ସେମାନେ ହେଉଛନ୍ତି ସଂକଳ୍ପବଦ୍ଧ ବା ତାଙ୍କର ଦୃଢ଼ ସଂକଳ୍ପ ଅଛି। କେମିତି? ସେମାନଙ୍କୁ ସେଠାରେ ନିହାତି ପହଞ୍ଚିବା ପାଇଁ ପଡ଼ିବ। କେଉଁଠି ପିଲେ? ଉଜ୍ଜୈନ ସହରରେ। ଦ ସନ୍ ଇଜ୍ ହାଇ ଏଣ୍ଡ ଦ ଡିଷ୍ଟାନ୍ସ ନଏଜ୍ ଅଫ୍ ଦ ବସଲିଂ ସିଟି ଫେଣ୍ଟଲି ରିଚେସ୍ ଦେମ୍। ଖରାବେଳର ସମୟ ଅଛି। ସୂର୍ଯ୍ୟ ତାଙ୍କ ମୁଣ୍ଡ ଉପରେ ଅଛନ୍ତି। ଆଉ ସେଇ ବଡ଼ ଜନଗହଳିପୂର୍ଣ୍ଣ ବା ବସଲିଂ ସିଟି ଯେଉଁ କହିଛି, ଜନଗହଳିପୂର୍ଣ୍ଣ ସହରରେ ବା ଜନଗହଳିପୂର୍ଣ୍ଣ ରାସ୍ତାରେ ଗୋଳମାଳର ଶବ୍ଦ ଧୀରେ ଧୀରେ ତାଙ୍କ କାନକୁ ପହଞ୍ଚୁଛି। ଫେଣ୍ଟଲି ମାନେ ପିଲେ ଧୀରେ ଧୀରେ। ଏହା ହିଁ ହେଉଛି ଆମ କାହାଣୀର ପ୍ରଥମ ପରିବେଶ ବା ପ୍ରଥମ ସିନ୍। ନେକ୍ସଟ ଦେଖିବା କ'ଣ ହେଇଛି ତେବେ। ପ୍ରଥମ ସିନ୍ରେ ପିଲେ ରାମଦତ୍ତ କହୁଛି, ୱାଇପିଂ ହିଜ୍ ବ୍ରୋ, ୱି ହେଭ୍ ଜର୍ନିଡ୍ ଫାର୍ ଫ୍ରମ୍ ହୋମ୍, ୟେଟ୍ ଦ ପ୍ରସ୍ପେକ୍ଟ ଅଫ୍ ଫାଇଣ୍ଡିଂ ୱାର୍କ ଷ୍ଟିଲ୍ ଏଲ୍ୟୁଡ୍ସ ଆସ୍। ପିଲାମାନେ, ରାମଦତ୍ତ ତାର କପାଳରୁ ଝାଳ ପୋଛି ପୋଛି କହୁଛି, କାରଣ ରାମଦତ୍ତ ବହୁତ ଥକି ଯାଇଛି। ସେ ଝାଳ ପୋଛି ପୋଛି କହୁଛି, ଆମେ ତ ଘରୁ ବହୁତ ଦୂରକୁ ଆସିଗଲେଣି, ହେଲେ ଏ ପର୍ଯ୍ୟନ୍ତ ଆମକୁ କୌଣସି କାମ ମିଳିବାର ନା ଗନ୍ଧ କିଛି ଦେଖାଯାଉନି। ସେଇଠୁ ହରଦତ୍ତ କହୁଛି, ହାଉ ଲଙ୍ଗ୍ ହେଜ୍ ଇଟ୍ ବିନ୍ ସିନ୍ସ ୱି ଲେଫ୍ଟ ଆୱାର ଭିଲେଜ, ଆମେ ଆମ ଗାଁ ଛାଡ଼ିବାର କେତେ ଦିନ ହେଲାଣି? ଶିବଦତ୍ତ କହିଲା, ଆଇ ବିଲିଭ୍ ଇଟ୍ ହେଜ୍ ବିନ୍ ଓଭର ଏ ୱିକ୍, ପରହାପ୍ସ ଇଭେନ୍ ଲଙ୍ଗର। ସେଇଠୁ ଶିବଦତ୍ତ କହୁଛି, ମୋର ମନେ ପଡ଼ୁଛି 1 ସପ୍ତାହରୁ ଅଧିକ ସମୟ ହୋଇଗଲାଣି, ବୋଧେ 1 ସପ୍ତାହରୁ ମଧ୍ୟ ବେଶୀ ହେବ। ରାମଦତ୍ତ କହିଲା, 10 days ଟୁ ବି ପ୍ରିସାଇଜ୍, ଏଭ୍ରି ଡେ ଫିଲ୍ସ ଲଙ୍ଗର ଦେନ୍ ଦ ଲାଷ୍ଟ। ପିଲାମାନେ, ରାମଦତ୍ତ ପୁରା ହିସାବ ରଖିଛି। ସେ କହୁଛି ଯେ ପୁରା 10 ଦିନ ହେଲାଣି ଆମେ ଚାଲୁଛୁ, ଆଉ କାମ ନ ମିଳିଥିବାରୁ ପ୍ରତ୍ୟେକ ଦିନ କାଟିବା ଆମ ପାଇଁ ବହୁତ କଷ୍ଟକର ହେଉଛି। ଦେବଦତ୍ତ କହୁଛି, 10 days are but a short span in the grand scheme of things. We may still have many more roads to wander before we find employment befitting all four of us। ପିଲାମାନେ, ଦେବଦତ୍ତ ଏଠାରେ ସମସ୍ତଙ୍କୁ ଟିକେ ଧୈର୍ଯ୍ୟ ଦେଉଛି ଆଉ କହୁଛି, ଆରେ 10 ଦିନଟା କ'ଣ ଏମିତି ବଡ଼ କଥା ହେଲାଣି କି? ଆମେ 4 ଜଣ ଯାକ ଯେମିତି ଯୋଗ୍ୟ କାମ ପାଇବା, ସେଥିପାଇଁ ହୁଏତ ଆମକୁ ଆଗକୁ ଆହୁରି ବହୁତ ରାସ୍ତା ଚାଲିବାକୁ ପଡ଼ିପାରେ। ତେଣୁ ଆଦୌ ବ୍ୟସ୍ତ ହୁଅନି। ରାମଦତ୍ତ କହିଲା, ଇଫ୍ ଓନ୍ଲି ୱି କୁଡ୍ ସିକ୍ୟୋର ଏନ୍ ଅଡିଏନ୍ସ ୱିଥ୍ ଦ କିଙ୍ଗ ଅଫ୍ ଉଜ୍ଜୈନ, ଆଇ ଏମ୍ କନଫିଡେଣ୍ଟ ହି ଉଡ୍ ରିକଗ୍ନାଇଜ୍ ଆୱାର ଟ୍ୟାଲେଣ୍ଟସ୍ ଏଣ୍ଡ ଆପଏଣ୍ଟ ଆସ୍ ଟୁ ହିଜ୍ ସର୍ଭିସ୍। ଯଦି ଆମେ ଉଜ୍ଜୈନର ରାଜାଙ୍କୁ ଭେଟିବାର ସୁଯୋଗ ପାଆନ୍ତେ, ମୋର ପୁରା ବିଶ୍ୱାସ ଅଛି ଯେ ସେ ଆମ ଟ୍ୟାଲେଣ୍ଟ ବା ପ୍ରତିଭାକୁ ଚିହ୍ନି ପାରିବେ ଏବଂ ଆମକୁ ତାଙ୍କ ସେବାରେ ନିଯୁକ୍ତ କରିବେ ବା ଉପଯୁକ୍ତ କାର୍ଯ୍ୟ ଆମକୁ ଦେବେ।
ଶିବଦତ୍ତ କହିଲା ଆଇ ସେୟାର ୟୁଅର ବିଲିଭ୍, ମୁଁ ତୁମ ସହିତ ସହମତ ଅଛି। ଦେବଦତ୍ତ କହିଲା ଇନଡିଡ୍ ୱି ଅଟ୍ ଟୁ ବି ୟୁନାଇଟେଡ୍ ଇନ୍ ଦିସ୍ ହୋପ୍, ଦ୍ୟାଟ୍ ଇଜ୍ ହ୍ୱାଇ ୱି ପ୍ରେସ୍ ଅନ୍ ଟୁୱାର୍ଡସ୍ ଉଜ୍ଜୈନ। ପ୍ରକୃତରେ ଆମେ ସମସ୍ତେ ଏହି ଆଶା ନେଇ ଏକଜୁଟ ରହିବା ଉଚିତ, ସେଥିପାଇଁ ତ ଆମେ ଉଜ୍ଜୈନ ଆଡ଼କୁ ଯାଉଛେ, ସେଥିପାଇଁ ତ ଆମେ ଆଗକୁ ବଢ଼ୁଛେ। ନେକ୍ସଟ ଦେଖିବା କ'ଣ ହେଇଛି। ହରଦତ୍ତ କହିଲା ପଜିଂ ଥଟ୍ଫୁଲି, ଗେନିଂ ଏନ୍ ଅଡିଏନ୍ସ ୱିଥ୍ ଦ କିଙ୍ଗ ଇଜ୍ नो ସିମ୍ପଲ୍ ଟାସ୍କ, ୱି ନିଡ୍ ଟୁ ବି ଡିଭାଇସ୍ ଏ ଷ୍ଟ୍ରାଟେଜି। ହରଦତ୍ତ ଏଠାରେ ଟିକେ ଗମ୍ଭୀର ହୋଇଯାଇଛି, ଟିକେ ଅଧିକା ଚିନ୍ତା କରୁଛି ଏବଂ କହୁଛି ଆରେ ଭାଇ, ରାଜାଙ୍କ ସହ ଦେଖା କରିବା କ'ଣ ଏତେ ସହଜ କଥା? ସିଧାସଳଖ ଗଲେ କ'ଣ ସେ ଦେଖା ଦେବେ? ତେଣୁ ଆମକୁ ଗୋଟେ ଭଲ ଷ୍ଟ୍ରାଟେଜି ବା ଭଲ ପ୍ଲାନ୍ କରିବାକୁ ପଡ଼ିବ। ଦେବଦତ୍ତ କହିଲା ଲେଟ୍ ଅସ୍ ରିଚ୍ ଦ ସିଟି ଗେଟ୍ ଫାଷ୍ଟ, ୱି କ୍ୟାନ୍ ଡେଲିଭରେଟ୍ ୱାନ୍ସ ୱି ଆର୍ କ୍ଲୋଜର। ସେଇଠୁ ସେ କହିଲା କିଏ ପିଲେ? ଦେବଦତ୍ତ। ଆରେ ବ୍ୟସ୍ତ ହୁଅନି, ଆଗ ସହରର ମୁଖ୍ୟ ଗେଟ୍ ପାଖକୁ ତ ଚାଲ, ସେଠି ଥରେ ପହଞ୍ଚିଗଲେ ଆମେ ସମସ୍ତେ ମିଶିକି ଗୋଟିଏ ସ୍ଥାନରେ କଥା ହେବା ବା ଏ ବିଷୟରେ ଆଲୋଚନା କରିବା। ଏଜ୍ ଦେ ୱାକ୍, ରାମଦତ୍ତ ନୋଟିସ୍ ସମଥିଙ୍ଗ ଅନ୍ ଦ ଗ୍ରାଉଣ୍ଡ। ଯେତେବେଳେ ସେମାନେ ଆଗକୁ ବଢ଼ୁଥିଲେ ରାମଦତ୍ତ ଭୂଇଁରେ କିଛି ଜିନିଷ ଗୋଟିଏ ଦେଖିଲା। ଦେଖ ପିଲାମାନେ, ଚିତ୍ରରେ ଚାରିଜଣ ବନ୍ଧୁ ମାଟି ଉପରେ ବସି ଝୁଙ୍କି ପଡ଼ିଛନ୍ତି ଏବଂ ବସିକି କିଛି ଗୋଟିଏ ସେମାନେ ଦେଖୁଛନ୍ତି। ପାଖରେ କିଛି ଗଛ ଅଛି, ମରୁଭୂମି ଭଳିଆ ଲାଗୁଛି କାରଣ କାକ୍ଟସ୍ ଗଛ ଗୁଡ଼ିକ ମଧ୍ୟ ଅଛି। ସେମାନେ ମାଟିରେ କ'ଣ ଦେଖୁଛନ୍ତି ତାହା ହିଁ ଏହି କାହାଣୀର ଗୋଟିଏ ବଡ଼ ଟୁଇଷ୍ଟ। ତେବେ ପିଲାମାନେ, ରାମଦତ୍ତ ତଳେ ଏମିତି କ'ଣ ଦେଖିଲା? ସେଇଟା କ'ଣ କୌଣସି ପଶୁର ପାଦ ଚିହ୍ନ ନା କୌଣସି ଗୁପ୍ତଧନର ରାସ୍ତା? ସେମାନେ କ'ଣ ରାଜାଙ୍କୁ ଭେଟି ପାରିବେ? ଏସବୁ ଜାଣିବା ପାଇଁ ଆମେ ନେକ୍ସଟ ଦେଖିବା। ସେତିକି ଯାଏଁ ପିଲେ ତୁମେ ଭିଡ଼ିଓକୁ ପଜ୍ କର ଏବଂ କଠିନ ଶବ୍ଦ ଗୁଡ଼ିକ ଲେଖିନିଅ। ଲେଖିଲ ନା ପିଲାମାନେ? ନେକ୍ସଟ ଦେଖିବା ତେବେ। ଶିବଦତ୍ତ କହିଲା ଲୁକ୍ ଦେୟାର ଫ୍ରେଣ୍ଡସ୍, ଏ କେମେଲ୍ ହେଜ୍ ପାସ୍ଡ ଦିସ୍ ୱେ, ଦ ଟ୍ରାକ୍ସ ଆର୍ ଫ୍ରେଶ୍। ଏଇ ସାଙ୍ଗମାନେ ସେପଟେ ଟିକେ ଦେଖ, ଏଇ ରାସ୍ତାରେ ଗୋଟିଏ ଅଟୋ ଯାଇଛି, ପାଦ ଚିହ୍ନ ଗୁଡ଼ିକ ପୁରା ସତେଜ ଅଛି ବା ନୂଆ ନୂଆ ଅଛି। ରାମଦତ୍ତ କହିଲା ୟେସ୍, ଲେଟ୍ ଅସ୍ ଅବଜର୍ଭ ଦେମ୍, ଏଜ୍ ୱି କଣ୍ଟିନ୍ୟୁ, ଦେ ମେ ଟେଲ୍ ଆସ୍ ମୋର୍ ଦେନ୍ ମିଟ୍ସ ଦ ଆଇ। ସେଇଠୁ ରାମଦତ୍ତ ଟିକେ ଅନୁଧ୍ୟାନ କରିକି କହୁଛି ହଁ, ଆମେ ଚାଲିବା ସାଙ୍ଗେ ସାଙ୍ଗେ ଏଗୁଡ଼ିକ ଲକ୍ଷ୍ୟ କରି ଚାଲିବା। ଏହି ପାଦ ଚିହ୍ନ ଗୁଡ଼ିକ ଆମକୁ ଏମିତି କିଛି କହିପାରନ୍ତି ଯାହା ସାଧାରଣ ଆଖିକୁ ସହଜରେ ଦେଖାଯାଉନି। ଆମେ ଯଦି ଏମିତି ଅନୁଧ୍ୟାନ କରିବା ଆମେ ଆହୁରି କିଛି ଜାଣିପାରିବା। The four men continue walking, occasionally stopping to examine the camel's tracks. They scrutinize every details, exchanging glances but saying little. ପିଲାମାନେ ଚାରିଜଣ ଯାକ ଚାଲିବା ଜାରି ରଖିଲେ। ସେମାନେ ଆଗକୁ ବଢ଼ି ବଢ଼ି ଗଲେ। ମଝିରେ ମଝିରେ ଟିକେ ଅଟକି ଯାଇ ଅଟୋର ପାଦ ଚିହ୍ନ ଗୁଡ଼ିକୁ ପରୀକ୍ଷା କଲେ। ସେମାନେ ପ୍ରତ୍ୟେକ ଜଣ ଛୋଟ ଛୋଟ କଥାକୁ ମଧ୍ୟ ଧ୍ୟାନର ସହ ନୋଟ୍ କଲେ, ନିରୀକ୍ଷଣ କଲେ ଏବଂ ପରସ୍ପରକୁ ଚାହିଁଲେ କିନ୍ତୁ କିଛି ନ କହି ଆଗକୁ ଚାଲିଲେ। ତାପରେ କ'ଣ ହେଲା? ରାମଦତ୍ତ କହିଲା ଆଇ ହେଭ୍ ଡିସ୍କଭର୍ଡ ସମଥିଙ୍ଗ ପିକ୍ୟୁଲିଆର ଏବାଉଟ୍ ଦିସ୍ କେମେଲ୍। ରାମଦତ୍ତ କହିଲା ମୁଁ ଏଇ ଅଟୋ ବିଷୟରେ ଗୋଟିଏ ଅଦ୍ଭୁତ କଥା ଜାଣିଲି। ଶିବଦତ୍ତ କହିଲା ସୋ ହେଭ୍ ଆଇ, ମୁଁ ମଧ୍ୟ। ହରଦତ୍ତ କହିଲା ଆଇ ଟୁ ହେଭ୍ ନୋଟିସ୍ଡ ଏ ଷ୍ଟ୍ରେଞ୍ଜ ଡିଟେଲ୍, ମୁଁ ମଧ୍ୟ ଗୋଟିଏ ଆଶ୍ଚର୍ଯ୍ୟଜନକ ଜିନିଷ ଲକ୍ଷ୍ୟ କରିଛି। ଦେବଦତ୍ତ ଟିକେ ହସି ଦେଇ କହିଲା ଇଟ୍ ସିମ୍ସ ଇଚ୍ ଅଫ୍ ଆସ୍ ହେଜ୍ ଲର୍ଣ୍ଣଡ ସମଥିଙ୍ଗ ୟୁନିକ୍, ୟେଟ୍ ଆଇ ବିଲିଭ୍ ମାଇ ଡିସ୍କଭରି ଇଜ୍ ଅନଲାଇକ୍ ଏନି ଅଫ୍ ୟୋର୍ସ। ସେଇଠୁ ଦେବଦତ୍ତ ଟିକେ ହସି ଦେଇକି କହିଲା ଲାଗୁଛି ଆମ ଭିତରୁ ପ୍ରତ୍ୟେକ ଜଣ କିଛି ନା କିଛି ଅଲଗା କଥା ଜାଣିପାରିଛେ, ତଥାପି ମୋର ବିଶ୍ୱାସ ଅଛି ଯେ ମୁଁ ଯାହା ଜାଣିଲି ବା ମୁଁ ଯାହା ଦେଖିଛି ତାହା ତୁମମାନଙ୍କ ଠାରୁ ପୁରା ଅଲଗା ହେଇଥିବ। ହରଦତ୍ତ କହିଲା ଲେଟ୍ ଅସ୍ ରେଷ୍ଟ ବିନିଥ୍ ଏ ଲାର୍ଜ ଟ୍ରି ଏଣ୍ଡ ସେୟାର ଆୱାର ଫାଇଣ୍ଡିଙ୍ଗସ୍, ବଟ୍ ୱେଟ୍ ସମୱାନ୍ ଏପ୍ରୋଚେସ୍ ଇନ୍ ହେଷ୍ଟ। ଏଇଠି ତାପରେ କ'ଣ ହେଇଛି? ଗୋଟିଏ ଟୁଇଷ୍ଟ ଆସିଛି। ହରଦତ୍ତ କହିଲା ଚାଲ ଗୋଟିଏ ବଡ଼ ଗଛ ଛାଇରେ ବସିବା ଏବଂ ଆମେ କ'ଣ କ'ଣ ସବୁ ଦେଖିଲେ ତାହା ପରସ୍ପରକୁ କହିବା। ସେଇଠୁ ସେ ଅଟକିଗଲା ଏବଂ କହିଲା ବଟ୍ ୱେଟ୍, ଏଇ ଟିକେ ରହିଯାଅ, ସେପଟୁ କିଏ ଜଣେ ବହୁତ ତରବର ହୋଇ ଏପଟକୁ ଆସୁଛି ବା ଆମ ଆଡ଼କୁ ଧାଇଁ ଆସୁଛି। ଶିବଦତ୍ତ କହିଲା ପିଅରିଂ ଏ ହେଡ୍, ଆଗକୁ ଟିକେ
ଓଲଟିବା ମାନେ ଟିକେ ପଛକୁ ଚାହିଁକି ଏମିତି ଦେଖିଲା। ଇଟ୍ appears to be a merchant running as it passed by trouble। ଏ ତ ଜଣେ ବ୍ୟବସାୟୀ ପରି ଲାଗୁଛି। ସେ ଏମିତି ଦୌଡ଼ି ଦୌଡ଼ି ଆସୁଛି ସତେ ଯେମିତି କୌଣସି ବଡ଼ ବିପଦ ତା ପଛରେ ପଡ଼ିଛି। ଏଇଠି ଦେଖ ପିଲେ, ସେମାନେ ଯେତେବେଳେ କଥା ହେଉଛନ୍ତି ଚାଲ ଗୋଟିଏ ଗଛ ତଳେ ବିଶ୍ରାମ ନେଇ ଆମେ ଲକ୍ଷ୍ୟ କରିଥିବା ଜିନିଷ ଗୁଡ଼ିକୁ ଆଲୋଚନା କରିବା, ସେତେବେଳେ ଜଣେ ବ୍ୟବସାୟୀ ଦୌଡ଼ି ଦୌଡ଼ି ତାଙ୍କ ପାଖକୁ ଆସୁଛନ୍ତି। ତାପରେ ପିଲେ କ'ଣ ହେଇଥିବ ଦେଖିବା ନେକ୍ସଟ ଚାଲ। ରାମଦତ୍ତ କହୁଛି, ଏ ମର୍ଚେଣ୍ଟ ଇନଡିଡ୍ ଏଣ୍ଡ ଜଜିଂ ବାଇ ହିଜ୍ କାଉଣ୍ଟନେସ୍ ହି ହେଜ୍ ଲଷ୍ଟ ସମଥିଙ୍ଗ ଅଫ୍ ଗ୍ରେଟ୍ ଭ୍ୟାଲ୍ୟୁ, perhaps his camel। The merchant panting and distressed reaches the group। He paused to catch his breath, then addressed them anxiously। ପିଲାମାନେ କ'ଣ ହେଇଛି? ରାମଦତ୍ତ କହୁଛି, ହଁ ଏ ତ ପ୍ରକୃତରେ ଜଣେ ବ୍ୟବସାୟୀ, ଆଉ ତାଙ୍କ ମୁହଁକୁ ଦେଖି ଜଣାପଡ଼ୁଛି ଯେ ସେ ବହୁତ ଚିନ୍ତାରେ ଅଛନ୍ତି। ନିଶ୍ଚୟ ତାଙ୍କର କିଛି ବହୁତ ଦାମୀ ଜିନିଷ ଗୋଟିଏ ହଜିଯାଇଛି। ବୋଧେ ସେଇଟା ଅଟୋଟିଏ ହେଇଥିବ ଯାହାର ପାଦ ଚିହ୍ନ ଆମେ ମାଟିରେ ଦେଖୁଥିଲେ। ଠିକ୍ ନା ନାଇଁ ପିଲେ? ନେକ୍ସଟ ଦେଖିବା କ'ଣ ହେଇଛି। ପିଲାମାନେ ଏବେ ଆସିଗଲା ଗପର ପୁରା ଆକର୍ଷଣୀୟ ଭାଗ, ଯେଉଁଠୁ କି ଆମକୁ ଆଗକୁ ବହୁତ ମଜା ଆସିବ। ଯଦି ମୋର ବୁଝେଇବା ଶୈଳୀ ତୁମମାନଙ୍କୁ ପସନ୍ଦ ଆସୁଛି, ଏବେ ହିଁ ଭିଡ଼ିଓକୁ ଗୋଟିଏ ଲାଇକ୍ କରି କମେଣ୍ଟରେ ଜୟ ଜଗନ୍ନାଥ ଲେଖିଦିଅ ଏବଂ ଚ୍ୟାନେଲକୁ ଯଦି ନୂଆ କରି ଆସିଛ ଏବେ ହିଁ ସବସ୍କ୍ରାଇବ୍ କରିନିଅ। ମାର୍ଚେଣ୍ଟ ଜଣକ କହିଲେ, ଗୁଡ୍ ଡେ କାଇଣ୍ଡ ସାର୍ସ ବ୍ରେଥଲେସଲି। ସେ ଧଇଁ ସଇଁ ହୋଇ କହିଲେ, ଶୁଭ ଦିନ ମହାଶୟମାନେ ବା ସାର୍ମାନେ, ଶୁଭ ଦିନ। ଅଲ୍ ଫୋର୍, ସେହି ଚାରିଜଣ ଏକା ସାଙ୍ଗରେ କହିଲେ, ଗୁଡ୍ ଡେ ବ୍ରଦର। ଆରେ ଭାଇ ଶୁଭ ଦିନ। ମର୍ଚେଣ୍ଟ ବା ବ୍ୟବସାୟୀ ଜଣକ ପୁଣି କହିଲା, ଆଇ ସିକ୍ ୟୋର ହେଲ୍ପ, ମାଇ କେମେଲ୍ ହେଜ୍ ଗନ୍ ଆଷ୍ଟ୍ରେ, ହେଭ୍ ୟୁ ବାଇଚାନ୍ସ ସିନ୍ ଇଟ୍। ପିଲାମାନେ ବ୍ୟବସାୟୀ ଜଣକ ଧଇଁ ସଇଁ ହେଇକି କହିଲା, ଭାଇମାନେ ମୋର ଗୋଟିଏ ସାହାଯ୍ୟ ଦରକାର। ମୋର ଅଟୋଟି ହଜିଯାଇଛି ବା ଭୁଲ ରାସ୍ତାରେ ଚାଲିଯାଇଛି। ତୁମେମାନେ କେଉଁଠି ତାକୁ ଦେଖିଛ କି? ରାମଦତ୍ତ କହିଲା, ଇଜ୍ ୟୋର କେମେଲ୍ ଲେମ୍ ଇନ୍ ୱାନ୍ ଲେଗ୍ ବାଇ ଏନି ଚାନ୍ସ। ସେଇଠୁ ରାମଦତ୍ତ କହିଲା, ତୁମ ଅଟୋର ଗୋଟିଏ ଗୋଡ଼ କ'ଣ ଛୋଟା ଅଛି କି? ବ୍ୟବସାୟୀ ଜଣକ ଟିକିଏ ଆଶ୍ଚର୍ଯ୍ୟ ହେଇକି କହିଲେ, ୟେସ୍ ୟେସ୍ ଇଟ୍ ଇଜ୍। ହଁ ହଁ ତୁମେ ଠିକ୍ କହୁଛ, ପୁରା ସଠିକ୍। ଶିବଦତ୍ତ କହିଲା, ଇଜ୍ ଇଟ୍ ବ୍ଲାଇଣ୍ଡ ଇନ୍ ଦ ରାଇଟ୍ ଆଇ। ତାର ଡାହାଣ ପାଖ ଆଖିଟା ଫୁଟି ଯାଇଛି କି ବା ଡାହାଣ ପାଖ ଆଖିରେ ସେ ଅନ୍ଧ କି? ମର୍ଚେଣ୍ଟ ଜଣକ କହିଲେ, ପ୍ରିସାଇଜଲି ଇଟ୍ ଇଜ୍ ବ୍ଲାଇଣ୍ଡ ଇନ୍ ୱାନ୍ ଆଇ, ଦ ରାଇଟ୍ ୱାନ୍ ଏଜ୍ ୟୁ ସେ। ଦେଇକି ସେ ବ୍ୟବସାୟୀ ଜଣକ କହିଲେ, ହଁ ହଁ ତୁମେ ତ ପୁରା ସଠିକ୍ ବର୍ଣ୍ଣନା କରୁଛ। ତାର ସେଇ ଆଖିଟି ଫୁଟି ଯାଇଛି ବା ତାର ଆଖିଟି ହିଁ ଅନ୍ଧ। ଦେନ୍ ହରଦତ୍ତ କହିଲା, ଏଣ୍ଡ ଡଜ୍ ଇଟ୍ ହେଭ୍ ଏ ସର୍ଟ ଟେଲ୍। ତାର ଗୋଟିଏ ଛୋଟ ଲାଞ୍ଜ ଅଛି କି ବା ତୁମର ଯେଉଁ ଅଟୋଟି ତାର ଲାଞ୍ଜଟି ଛୋଟ ଅଛି କି? ପୁଣି ଥରେ ମର୍ଚେଣ୍ଟ କହିଲେ, ଏଷ୍ଟୋନାଇଜ୍ଡ ୟୁ ଡେସ୍କ୍ରାଇବ୍ ଇଟ୍ ପରଫେକ୍ଟଲି, ୟେସ୍ ଇଟ୍ ହେଜ୍ ଏ ସର୍ଟ ଟେଲ୍। ସେ ଆଶ୍ଚର୍ଯ୍ୟଚକିତ ହେଇକି କହିଲା, ତୁମେ ତ ପୁରା ସଠିକ୍ ବର୍ଣ୍ଣନା କରୁଛ। ହଁ ତାର ଲାଞ୍ଜଟି ଛୋଟ। ପୁଣି ଦେବଦତ୍ତ କହିଲା, ଟେଲ୍ ମି ସାର୍, ହେଜ୍ ଇଟ୍ ନଟ୍ ବିନ୍ ସଫରିଂ ଫ୍ରମ୍ ଏ ପେନ୍ ଇନ୍ ଦ ଷ୍ଟୋମାକ୍। ସେଇଠୁ ଦେବଦତ୍ତ କ'ଣ କହିଲା, ମୋତେ କୁହନ୍ତୁ ଆଜ୍ଞା, ସେଇ ଅଟୋଟିର ପେଟରେ କ'ଣ ଯନ୍ତ୍ରଣା ବା ପେଟ ବିନ୍ଧା ବା ପେଟ ବଥା ହେଉନି ତ? ତାପରେ ପିଲେ ମାର୍ଚେଣ୍ଟ ଜଣକ କହିଲା, ଟେକେନ୍ ଏ ବେକ୍, ଟିକିଏ ପଛକୁ ଘୁଞ୍ଚି ଯାଇ ବା ଆଶ୍ଚର୍ଯ୍ୟ ହେଇଗଲା ଏବଂ କହିଲା, ହାଉ କୁଡ୍ ୟୁ ପସିବଲି ନୋ ଦେଟ୍। ତୁମେ ଏହା ବିଷୟରେ କେମିତି ଜାଣିଲ? ଦ ପୁର୍ କ୍ରିଏଚର୍ ହେଜ୍ ବିନ୍ ଅନୱେଲ୍ ଫର୍ 2 ୱିକ୍ସ ନାଉ। ଏଇ ଯେଉଁ ଜୀବଟି ଗତ 2 ସପ୍ତାହ ହେବ ଅସୁସ୍ଥ ଅଛି। ସିଓରଲି ୟୁ ଆର୍ ଏ ହିଲର। ନିଶ୍ଚିତ ଭାବରେ ବା ନିହାତି ଭାବରେ ତୁମେ ଜଣେ ଡାକ୍ତର ବା ଚିକିତ୍ସକ। ଆଇ ୱିଲ୍ ଗ୍ଲାଡଲି ପେ ୟୋର ଫି ଇଫ୍ ୟୁ କ୍ୟାନ୍ କିଓର ଇଟ୍। ଯଦି ତୁମେ ସେଇ ଅଟୋଟିକୁ ଠିକ୍ କରିଦେବ, ମୁଁ ତୁମକୁ ତୁମର ଡାକ୍ତରୀ ଫି ବା ଚିକିତ୍ସାର ଫି ଦେବି। ବଟ୍ ଟେଲ୍ ମି ହ୍ୱେର୍ ଇଜ୍ ମାଇ କେମେଲ୍। କିନ୍ତୁ ଏବେ ମୋତେ କୁହ, ମୋ ଅଟୋଟି କେଉଁଠି ଅଛି? ସେଇଠୁ ରାମଦତ୍ତ କହିଲା, ୱି ରିଗ୍ରେଟ୍ ଟୁ ଇନଫର୍ମ ୟୁ ଦେଟ୍ ୱି ଡୁ ନଟ୍ ନୋ ହ୍ୱେର୍ ଇଟ୍ ଇଜ୍। ସେଇଠୁ ରାମଦତ୍ତ କ'ଣ କହିଲା, ଆମେ ତୁମକୁ ଜଣାଇବାକୁ ଦୁଃଖିତ ଅଛୁ ଯେ ଅଟୋଟି କେଉଁଠି ଅଛି ଆମେ ତାହା ଜାଣିନୁ। ଏଇଟା ପୁରା ସତ କଥା। ତାପରେ ଶିବଦତ୍ତ କହୁଛି, ୱି ହେଭ୍ ନଟ୍ ସିନ୍ ୟୋର କେମେଲ୍ ନଟ୍ ଇଭେନ୍ ୱାନ୍ସ। ଆମେ ତୁମ ଅଟୋକୁ ଦେଖିନୁ, ଥରେ ହେଲେ ବି ଦେଖିନୁ। ଯଦି ଦେଖିଥାନ୍ତୁ ଆମେ କହିଦେଇଥାନ୍ତୁ ଅଟୋଟି କୁଆଡ଼େ ଯାଇଛି। ମର୍ଚେଣ୍ଟ ଜଣକ କହିଲେ, ହାଉ କ୍ୟାନ୍ ଦ୍ୟାଟ୍ ବି। ଏଇଟା କେମିତି ପସିବୁଲ୍? ଏଇଟା କେମିତି ହେଇପାରେ? ୟୁ ସ୍ପିକ୍
of my camel as if it stood before you, yet you dare to claim not to have seen it। ତୁମେ ତ ମୋ ଅଟୋ ବିଷୟରେ ସବୁକିଛି ସତ କଥା କହିଲ, ଯେମିତିକି ସେ ତୁମ ସାମ୍ନାରେ ଠିଆ ହୋଇଛି, ଆଉ ତାପରେ ବି ତୁମେ କହୁଛ ଯେ ତୁମେ ତାକୁ ଦେଖିନାହଁ। ଏଇଟା କେମିତି ସମ୍ଭବ? ୟୁ ଆର୍ ଡିସିଭର୍ସ। ସେ କହୁଛି ତୁମେମାନେ ସବୁ ଠକ। ୟୁ ମଷ୍ଟ ହେଭ୍ ଷ୍ଟୋଲେନ୍ ଇଟ୍ ଆଣ୍ଡ ସୋଲ୍ଡ ଇଟ୍ ଅଫ୍। ତୁମେ ନିଶ୍ଚୟ ତାକୁ ଚୋରି କରି ନେଇଯାଇଛ ଏବଂ ଆଉ କାହାକୁ ବିକି ଦେଇଛ। ଆଇ ୱିଲ୍ ଟେକ୍ ଦିସ୍ ମ୍ୟାଟର ଟୁ ଦ କିଙ୍ଗ ହିମସେଲ୍ଫ। ଏଇ କଥାଟିକୁ ବା ଏଇ ଘଟଣାଟିକୁ ମୁଁ ସିଧାସଳଖ ରାଜାଙ୍କ ପାଖକୁ ନେଇକି ଯିବି। ତୁମମାନଙ୍କୁ ମୁଁ ଏମିତି ଛାଡ଼ିବି ନାହିଁ। ବୁଝିପାରୁଛ ପିଲେ କ'ଣ ହେଇଛି ତେବେ? ବ୍ୟବସାୟୀ ଜଣକ ପୁରା ରାଗି ଯାଇଛି ଆଉ କହୁଛି, ଆରେ ତୁମେ ତ ଅଟୋର ଗୋଟି ଗୋଟି କରି ସତ କଥା କହିଦେଲ, ଆଉ ଏବେ କହୁଛ ଦେଖିନୁ? ତୁମେମାନେ ନିହାତି ଠକ। ତୁମେ କ'ଣ କରିଥିବ? ଅଟୋଟିକୁ ଚୋରି କରିକି ବିକି ଦେଇଛ। ରହ ରହ, ମୁଁ ତୁମ କଥାକୁ ସିଧା ରାଜାଙ୍କୁ ଜଣାଉଛି। ସେଇଠୁ ଦେବଦତ୍ତ କହିଲା, ୟୁ ଆର୍ ଫ୍ରି ଟୁ ଡୁ ଏଜ୍ ୟୋର୍ ୱିଶ୍ ସାର୍। ଇଫ୍ ଦ କିଙ୍ଗ ଡିଜାୟାର ଆୱାର ପ୍ରେଜେନ୍ସ ୱି ସେଲ୍ ବି ୱେଟିଂ ଅଣ୍ଡର ଦ ବେନିୟନ ଟ୍ରି ୟଣ୍ଡର। ପିଲାମାନେ ଏଇଠୁ ସେ ଦେବଦତ୍ତ ଟିକେ ମଜାରେ କହୁଛି, ଆଜ୍ଞା ତୁମର ଯାହା ଇଚ୍ଛା, ଆପଣ ଯାହା କରିବେ ବା ତୁମେ ଯାହା କରିବ ଆମେ ମାନିବୁ। ଯଦି ରାଜା ଆମକୁ ଡାକିବାକୁ ଚାହାନ୍ତି ତେବେ ଆମେ ଏଇ ଯେଉଁ ଦୂରରେ ଦେଖାଯାଉଥିବା ବରଗଛ ତଳେ ଅପେକ୍ଷା କରିଥିବୁ। ତୁମେ ଯାଅ, ରାଜା ଡାକିଲେ ଆମେ ଯିବୁ। ସେଇଠୁ ମାର୍ଚେଣ୍ଟ ଜଣକ କହିଲେ, ଆଇ ଡୁ ନଟ୍ ଟ୍ରଷ୍ଟ ୟୋର ୱାର୍ଡ଼ସ୍। ମୁଁ ତୁମର ଏଇ କଥାକୁ ବିଶ୍ୱାସ କରିପାରିବି ନାହିଁ। ତୁମ ଉପରେ ମୋର ଆଦୌ ବିଶ୍ୱାସ ନାହିଁ। ଆଇ ୱିଲ୍ ନଟ୍ ଲିଭ୍ ୟୁ ହେୟାର ଟୁ ସ୍ଲିପ୍ ଏୱେ। ମୁଁ ତୁମକୁ ଛାଡ଼ିକି ଯିବି ନାହିଁ। ମୁଁ ଛାଡ଼ିକି ଗଲେ କ'ଣ ତୁମେମାନେ ଖସି ପଳେଇବ। ତେଣୁ ମୁଁ ତୁମମାନଙ୍କୁ ଛାଡ଼ିକି ଯିବି ନାହିଁ। ୟୁ ସେଲ୍ କମ୍ ୱିଥ୍ ମି ଟୁ ଫେସ୍ ଦ କିଙ୍ଗ। ସେ କହୁଛି ପୁଣି, ତୁମକୁ ମୋ ସାଙ୍ଗରେ ରାଜାଙ୍କ ସାମ୍ନାକୁ ଯିବାକୁ ପଡ଼ିବ। ତେଣୁ ତୁମେ ମୋ ସହିତ ଚାଲ। ଅଲ୍ ଫର୍। ତାପରେ ଚାରିଜଣ କ'ଣ କଲେ? ଭେରି ୱେଲ୍, ଠିକ୍ ଅଛି, ୱି ସେଲ୍ ଗୋ ଟୁ ଦ କିଙ୍ଗ। ତାପରେ ସେମାନେ କ'ଣ କଲେ? ରାଜାଙ୍କ ପାଖକୁ ଯିବୁ ବୋଲି କହିଲେ। ତାପରେ କ'ଣ ହେଇଥିବ ପିଲେ? ଦେ ଫଲୋ ଦ ମାର୍ଚେଣ୍ଟ ଟୁୱାର୍ଡସ୍ ଦ ସିଟି ଗେଟ୍ସ। ଏଜ୍ ଦେ ଏରାଇଭ୍ ଏଟ୍ ଦ ପ୍ୟାଲେସ୍ ଦ ମାର୍ଚେଣ୍ଟ ସ୍ପିକ୍ ଅର୍ଜେଣ୍ଟଲି ଟୁ ଏ ସେଣ୍ଟ୍ରି। ଦ ସେଣ୍ଟ୍ରି ଲିଡ୍ସ ଦ ମାର୍ଚେଣ୍ଟ ଇନସାଇଡ୍। ପିଲାମାନେ କ'ଣ ହେଇଛି? ସେମାନେ ସେଇ ବ୍ୟବସାୟୀର ପଛେ ପଛେ ସହରର ମୁଖ୍ୟ ଦ୍ୱାର ଆଡ଼କୁ ଗଲେ। ରାଜପ୍ରସାଦରେ ପହଞ୍ଚିବା ପରେ ବ୍ୟବସାୟୀ ଜଣକ ସେଇ ଯେଉଁ ଦ୍ୱାରପାଳ ବା ଯେଉଁମାନେ ଗେଟ୍କୁ ଜଗିଥାନ୍ତି ତାଙ୍କୁ ଟିକିଏ ବ୍ୟାକୁଳ ହୋଇକି କହିଲେ, ଦ୍ୱାରପାଳ ଜଣକ ଭିତରକୁ ନେଇଗଲେ। ତେବେ ପିଲାମାନେ ଏହା ସହିତ ଆମର ସିନ୍ 1 ବା ପ୍ରଥମ ଦୃଶ୍ୟ ଏଠାରେ ଶେଷ ହେଲା। ଆମେ ଦେଖିଲେ ଯେ ଯେଉଁ ଚାରି ବନ୍ଧୁ ରାଜାଙ୍କୁ ଭେଟିବା ପାଇଁ ଉଜ୍ଜୈନ ଆସୁଥିଲେ ସେମାନଙ୍କୁ ଆପେ ଆପେ ରାଜାଙ୍କ ଦରବାରକୁ ଯିବାର ସୁଯୋଗ ମିଳିଗଲା। ସୁଯୋଗ ତ ମିଳିଗଲା, କିନ୍ତୁ ଗୋଟିଏ ବଡ଼ ଅସୁବିଧାରେ ମିଳିଲା। କାରଣ ସେମାନଙ୍କ ଉପରେ ଅଟୋ ଚୋରି କରିବାର ଅଭିଯୋଗ ଲାଗିଛି। ଆମେ ପିଲେ ନେକ୍ସଟ ପାର୍ଟରେ ଦେଖିବା ବା ଦ୍ୱିତୀୟ ସିନ୍ରେ ଦେଖିବା ସେମାନେ କ'ଣ କରିଲେ, ରାଜା ତାଙ୍କର ବୁଦ୍ଧି ଜାଣିପାରିଲେ ନା ଆଉ କ'ଣ ହେଲା। ପିଲାମାନେ ଆଜିର କ୍ଲାସ୍ରେ ପଢ଼ାଯାଇଥିବା ଯେତେ ବି ସବୁ କଠିନ ଶବ୍ଦ ନିଜ ଖାତାରେ ନୋଟ୍ କରିଦେଇଛ ନା? ଯଦି କିଛି ଡାଉଟ୍ ଅଛି ତଳେ କମେଣ୍ଟ ବକ୍ସରେ ଜଣାଅ। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ କର, ସାଙ୍ଗମାନଙ୍କ ସହ ସେୟାର କର ଏବଂ ନେକ୍ସଟ କ୍ଲାସ୍ଟିକୁ ସବୁଠୁ ଆଗରେ ଦେଖିବା ପାଇଁ ଚ୍ୟାନେଲକୁ ଏବେ ହିଁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ ପ୍ରେସ୍ କରିଦିଅ। ପିଲାମାନେ ତେବେ ଦେଖା ହେବ ନେକ୍ସଟ କ୍ଲାସ୍ରେ। ରହୁଛି। ଜୟ ଜଗନ୍ନାଥ।